ଲକ୍ଷ୍ମଣ ଆଉ ଡେଲି କାମ ଆରମ୍ଭ କରିବ ଜୟ ଶ୍ରୀରାମ କହିବ, ତାପରେ ଫେର ବନ୍ଦ କଲା ବେଳକୁ ଜୟ ଶ୍ରୀରାମ କହିବ। ଆଉ ନନା ନମସ୍କାର। ଆମ ଷ୍ଟଲ କେତେ ଆଡେ କଣ କାମ ଗଲାଣି? କାମ ତ ଚାଲିଛି ଆଉ, ମିସ୍ତ୍ରୀ କରୁଛନ୍ତି। ନନା ଆପଣ ବିଶ୍ୱାସ କରିବେନି, ଦେବେ ଆଉ। ମୁଁ ଏ ଷ୍ଟଲ ବନେଇ ବୋଲିକି ପ୍ରାୟ 7-8 ଜାଗା ଯାଇଥିଲି। ମୁଁ ମୋର ପ୍ଲାନିଂ କଣ ଥିଲା, ମୁଁ ଏଟା ଟିକେ ବନେଇବି ମୋର 4 ଚକିଆ ଦହିବରା ବିକିବା ଲାଗି ମୋର ଏମିତି ମୁଭିଂ ହେଇପାରୁଥିବ, ଗୋଟେ ନବା ଆଣିବା କରିବା ଲାଗି ମତେ ଯେମିତି ସୁବିଧା ଟିକେ ହଉଥିବ। ଆଉ ମୁଁ ଯୋଉମାନଙ୍କ ପାଖକୁ ଗଲି ସେମାନେ କହିଲେ ଆମେ ହାଉସିଂ ଆଉ ପ୍ଲସ ବେରିଂ ଲଗେଇକି ଆମେ ଏମିତି ଫିଟ୍ କରିପାରିବୁନି, ଆଉ ଯଦି କହୁଛନ୍ତି ଆମେ ଡାଇରେକ୍ଟ ୱେଲ୍ଡିଂ ମାରି ଖାଲି ଚକ ଘୁରେଇ ଦେବୁ, ଆଉ ବେରିଂ ଧରିକି ଆମେ ଲଗେଇ ପାରିବୁନି। ଆପଣ ପାଖକୁ ଆଇଲେ ଯାହା ହଉ ଆପଣ ଯାହା କାମ ତ କଲେଣି, ବହୁତ ଖୁସି ଲାଗୁଛି। ଆଉ ମତେ ଟିକେ ଆଉ 2 ଦିନ ଭିତରେ ଟିକେ କରିକି ଦେଇଦେଲେ ମୁଁ ଖୁସି ହୁଅନ୍ତି, କାହିଁକିନା ବହୁତ ଦିନ ହେଲା ମୁଁ ବସିଲିଣି ଦୋକାନ ବନ୍ଦ କରିକି। ଆଉ ଆଜି ଯଦି ହେଇଯିବ ମୁଁ ଆଜି ରାତିରେ ଭାବୁଛି ନେଇଯାଇଥାନ୍ତି। କାଲି ସକାଳ ନେବେ ଆଉ। ଓହୋ, ଆଉ ଉପରଟା କଣ ପକେଇବେ? ସିଟ୍ ପଡିବ, ଜିଆଇ ସିଟ୍ ଉପର ସାଇଡ୍ ସବୁ ଜିଆଇ ସିଟ୍ ପଡିବ। ଏଇ ସାଙ୍ଗରେ ଡୋରଟା ଆପଣଙ୍କର ହବ, ପୁରା 4ଟା ଚକ ଲାଗିବ ବା। ହଁ ଆମର 4ଟା ଚକ ଲାଗିବ, କିନ୍ତୁ ମୁଭିଂ ହଉଥିବ ଆଉ। ନା କାମ ଦେଖିକି ମତେ ଭାରି ଖୁସି ଲାଗିଲା। ମୁଁ 7-8 ଜାଗା ଯାଇଥିଲି, ସମସ୍ତେ ମନା କଲେ କି ମୁଁ ହାଉସିଂ ଆଉ ପ୍ଲସ ବେରିଂ ଲଗେଇକି ମୁଁ କାମ କରିପାରିବିନି। ଆଉ ଯାହା ଆପଣ କଲେ, ହଉ ମତେ ଟିକେ କାଲି ସକାଳ ସୁଦ୍ଧା ମତେ ଦେଇଦିଅ, ମୁଁ ଆପଣଙ୍କ ପଇସା ପତ୍ର ଯାହା ହେଲା ହିସାବ କରିକି ଦେଇଦେବି ଆଉ। ଜୟ ଶ୍ରୀରାମ। ଜୟ ଶ୍ରୀରାମ।